हरे कृष्णा। आपण मानकु बहुत बहुत स्वागत करछि मोर ए सुभद्रा जेपी लाइव चैनल को। आशा करूछि आपण माने समस्त बहुत भलरे अछंती एवं बहुत खुशी रे अछंती। प्रथमे तो मु आपण मानकु बहुत धन्यवाद एवं कृतज्ञता ज्ञापन करूछि। आपण माने मो वीडियो को देखिकी अनुसरण करिकी सुंदर सुंदर सक्सेस स्टोरी दउछंती, ସେଥିପାଇଁ ବହୁତ ଧନ୍ୟବାଦ। ଜୀବନର ପରିଚର୍ଯାକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରୁଛନ୍ତି, ସେଥିପାଇଁ ଧନ୍ୟବାଦ। ପୁଣି ଆପଣମାନଙ୍କ ପାଇଁ ଆଉ ଏକ ନୂଆ ଭିଡ଼ିଓ ନେଇକି ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହେଇପାରିଛି, ସେଥିପାଇଁ ପରମପିତା ପରମେଶ୍ୱରକୁ ମଧ୍ୟ ମୋର ବହୁତ ବହୁତ ଧନ୍ୟବାଦ। ତ ପୁଣି ମୁଁ ଆପଣମାନଙ୍କ ପାଇଁ ଆଜି ମନି ଉପରେ ଗୋଟେ ଭିଡ଼ିଓ ନେଇକି ଆସିଛି। ଆପଣମାନେ ଯେତେ ଖର୍ଚ୍ଚ କରିବା ପାଇଁ ଚାହୁଁଛନ୍ତି ସେତେ ଆପଣଙ୍କ ପାଖକୁ ମନି ଆସିପାରିବ। କେମିତି ଆସିପାରିବ, କୋଉଠୁ ଆସିପାରିବ, ତା ଉପରେ ଆପଣ ଆଜି এই ଭିଡ଼ିଓ ମାଧ୍ୟମରେ ଜାଣିବେ। ମନି ଯେତେ ଖର୍ଚ୍ଚ କରିବେ ଆପଣଙ୍କ ପାଖକୁ ସେତେ ମନି ଆସିପାରିବ। ଏବେ ଆପଣ କହିବେ ଦିଦି ପାଗଳ ହେଇଯାଇଛନ୍ତି, ଆମକୁ ମନି ଖର୍ଚ୍ଚ କରିବା ପାଇଁ କହୁଛନ୍ତି। ତ ପ୍ରଥମେ ତ ମୁଁ ସର୍ଟକଟରେ କହିବି, ଆପଣ ଧ୍ୟାନ ଦେବେ କୋଉ ଉପାୟରେ ଆପଣ କୋଉ ଜାଗାରେ କେମିତି ଆପଣ ମନିକୁ ଉପଯୋଗ କରୁଛନ୍ତି। ସଦା ସର୍ବଦା ଚେଷ୍ଟା କରିବେ ସତ୍ ମାର୍ଗରେ ହିଁ ମନି यूटिलाइज କରିବା ପାଇଁ। ସୋ थैंक यू सो मच। ଏବେ ସୁନ୍ଦର କଥା ମୁଁ ଗୋଟେ କହିବା ପାଇଁ ଚାହୁଁଛି ଆପଣମାନଙ୍କୁ। ବେଳେ ବେଳେ ଦେଖିଥିବେ ଜଣେ ଜଣଙ୍କର ଭାଗ୍ୟ ଅଚାନକ ପରିବର୍ତ୍ତନ ହେଇଥାଏ। ଅଚାନକ ଭାବରେ ତାଙ୍କ ପାଖକୁ କୁଆଡୁ ଏତେ ଟଙ୍କା ଆସିଥାଏ ବା ଯୋଉଟା ଇମ୍ପସିबल ଥାଏ ସେଇଟା ସଡେନ ତାଙ୍କ ପାଖରେ ପସିबଲ ହେଇଯାଏ, ଯୋଉଟା କି ଅଚାନକ ଭାବରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ତ କେମିତି ଏଇ ପରିବର୍ତ୍ତନ ଆସିପାରିବ? ଆପଣ ମାନେ ଟଙ୍କା ପାଇଁ ବହୁତ ସାରା ରିମେଡି କରୁଛନ୍ତି, ବହୁତ ସାରା ରିଚୁଆଲ୍ସ କରୁଛନ୍ତି, ତକିଆ ତଳେ ଲେଖିକି ରଖୁଛନ୍ତି, ଡେଲି ସ୍କ୍ରିପ୍ଟିଂ କରୁଛନ୍ତି, ଡେଲି ଆପଣ ମାନେ ଆଫର୍ମେସନ କରୁଛନ୍ତି, ସୁନ୍ଦର ସୁନ୍ଦର ମନି ଆଫର୍ମେସନ କରୁଛନ୍ତି, ୱାଟର ହିଲିଂ କରୁଛନ୍ତି। ସୁନ୍ଦର ଭାବରେ ବହୁତ ସାରା ପ୍ରକ୍ରିୟା ଆପଣ ଅବଲମ୍ବନ କରୁଛନ୍ତି, କରନ୍ତୁ। କାହିଁକି ନା ସବୁ କିଛି ବହୁତ ଭଲ କଥା। ଭଗବାନଙ୍କ ଉଦ୍ଦେଶ୍ୟରେ ଆପଣ ଯୋଉଟା ବି କରିବେ ଭଗବାନଙ୍କ ଉପରେ ଭରସା ବିଶ୍ୱାସ ରଖିକି ଯୋଉଟା ବି କରୁଛନ୍ତି ସେଇଟା ବହୁତ ସୁନ୍ଦର କଥା। ବହୁତ ସୁନ୍ଦର ଭାବରେ ସମସ୍ତଙ୍କର ସଫଳତା କୁ ଆପଣ ମାନେ ଆକର୍ଷଣ କରୁଛନ୍ତି, ବହୁତ ସାରା ସଫଳତାର ଷ୍ଟୋରି ମତେ ଦଉଛନ୍ତି। ସୋ ଥ୍ୟାଙ୍କ ୟୁ ସୋ ମଚ୍। କିନ୍ତୁ ତା ସହିତ ମୁଁ ଆଜି ଆପଣ ମାନଙ୍କୁ ଆଉ କିଛି ଟିକେ ଅଧିକା ରିଚୁଆଲ୍ସ କରନ୍ତୁ, ରିମେଡି କରନ୍ତୁ, ବହୁତ ସାରା ସବୁ କିଛି କରନ୍ତୁ, କିନ୍ତୁ ତା ସହିତ ଆଉ କିଛି ଜିନିଷକୁ ଟିକେ ଧ୍ୟାନ ଦେବା ପାଇଁ ପଡିବ। ଦୁଇଟା ଜିନିଷକୁ ଯଦି ଆପଣଙ୍କ ଲାଇଫରେ ଧ୍ୟାନ ଦେଇଦେବେ ନା, ତାହେଲେ ଆପଣଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେଇଯିବ। ଯେତେ ଚାହିଁବେ ସେତେ ଆପଣଙ୍କ ପାଖକୁ ଆସିବ ଏବଂ ଯୋଉ ଯୋଉ ଉପାୟରେ ଆପଣଙ୍କର ଭାଗ୍ୟକୁ ଯେମିତି ନିଜକୁ ଯୋଉ ରୂପରେ ଦେଖିବା ପାଇଁ ଚାହୁଁଛନ୍ତି ଆପଣ ସେଇ ରୂପରେ ପାଇପାରିବେ। ନିଜର ଆଶା ଠାରୁ ଅଧିକ ଆପଣଙ୍କୁ ଲାଭ ମିଳିପାରିବ। ତ କୋଉ ଦିଟା ଜିନିଷ ଉପରେ ଆମେ ଗୁରୁତ୍ୱ ଦେବା ଆସନ୍ତୁ। ଆପଣ ମାନେ ତ ବହୁତ ସାରା ରିମେଡି କରୁଛନ୍ତି, ବହୁତ ସାରା ରିଚୁଆଲ୍ସ କରୁଛନ୍ତି, ତା ସହିତ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆପଣ ମାନେ ଦୁଇଟି ଜିନିଷକୁ ଗୁରୁତ୍ୱ ଦିଅନ୍ତୁ। ଗୋଟେ ହେଲା ସେବା କାର୍ଯ୍ୟ, ଗୋଟେ ହେଲା ଆମେ କେମିତି ଧର୍ମକୁ ଆମେ ଅର୍ଜନ କରିପାରିବା। ଯଦି ଆମେ ଏଇ ଜିନିଷ ଏଇ ଧର୍ମ ଆଉ ସେବା କର୍ମକୁ ଆମେ ଯଦି ଆମ ଜୀବନର ବ୍ରତ କରିଦେବା ବା ଟିକେ ଧ୍ୟାନ ଦେବା ତା ପ୍ରତି, ତାହେଲେ ଆମ ଜୀବନ ଅଚାନକ ଭାବରେ ବଦଳି ପାରିବ। ଆମେ ଯୋଉଟା ଆଶା ନ କରିଛୁ, ଆଶା ଠାରୁ ବି ଅଧିକ ଆମକୁ ଫଳ ପ୍ରାପ୍ତି ହେଇପାରିବ। ତ ଗୋଟେ ମୁଁ ଆପଣଙ୍କୁ ଏକ୍ସାମ୍ପଲ ଦେଇକି ମୁଁ କହୁଛି, କିଛି ଦିନ ପୂର୍ବରୁ ମୁଁ ମତେ ଗୋଟେ 5 ବର୍ଷ ଗୋଟେ ପିଲାର ବାର୍ଥଡେ ପାଇଁ ମତେ ଇନଭାଇଟ୍ କରିଥିଲେ, ମୁଁ ଯାଇଥିଲି। ତ ମୁଁ ସାମାନ୍ୟ ଗୋଟେ ବାର୍ଥଡେରେ ଗୋଟେ ଛୋଟ 5 ବର୍ଷ ପିଲାର ମୁଁ ଦେଖିଲି, ଯୋଉଟା ବୋଧେ ପାଖାପାଖି 10 ଲାଖ ଟଙ୍କା ତାଙ୍କର ବୋଧେ ଖର୍ଚ୍ଚ ହେଇଥିବ, ମୁଁ ଯୋଉଟା ସେଇଠି ଫିଲ୍ କରିଲି। ତ ମନ ଭିତରେ ମୋ ଗୋଟେ କ୍ୱେଶ୍ଚନ ଆସୁଥାଏ ମନେ ମନେ, ଯେ ଏଇ ଛୋଟ ପିଲା 5 ବର୍ଷର ପିଲା, ତାର ବାର୍ଥଡେରେ ଯଦି 10 ଲାଖ ଟଙ୍କା ଖର୍ଚ୍ଚ କରିଦିଆଯାଉଛି, ମୁଁ ଚିନ୍ତା କଲି ଏତିକି ଟଙ୍କାରେ ତ ଗୋଟେ ଆମର ସୁନ୍ଦର ଭାବରେ ଗୋଟେ ମ୍ୟାରେଜ ସେରିମନି ବି ଆମର ଏତିକି ଟଙ୍କାରେ ବହୁତ ଭଲ ଭାବରେ ହେଇପାରିବ।
ତ ଏତେ ଛୋଟ ପିଲାର ବାର୍ଥଡେ ପାଳନ କରାଯାଉଛି, ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି? ୟାଙ୍କର କ'ଣ ଟଙ୍କା ସେଭିଙ୍ଗସ୍ କରିବାରେ ମନ ନାହିଁ? ଏଇ ଛୋଟ ଜିନିଷ କେମିତି କେଜାଣି ମୋ ମନ ଭିତରକୁ ଆସିଲା, କିନ୍ତୁ ମୁଁ ଯେତେବେଳେ ସେଇ ଜିନିଷକୁ ମୋ ଭିତରେ ତର୍ଜମା କରିଲି, ଶେଷରେ ମୁଁ ଉପନୀତ ହେଲି ଯେ ସେମାନେ ଧନୀ ହବାର ଗୋଟିଏ କାରଣ ହେଉଛି ସେମାନେ ମୌକା ଖୋଜୁଥାନ୍ତି, ଯେ କୋଉ ମୌକାରେ ଲୋକଙ୍କ ପାଖରୁ ସେମାନେ ପୁଣ୍ୟ ବା ଧର୍ମକୁ ଅର୍ଜନ କରିବେ। ତାଙ୍କର ସେଇ ଯୋଉ ଛୋଟ ପିଲାର ଜନ୍ମଦିନର ଉପଲକ୍ଷେ ଯେତେ ସାରା ଲୋକଙ୍କୁ ସେମାନେ ଖାଇବାକୁ ଦେଲେ, କିଛି ଦାନ କଲେ, ତ ସେଥିରେ ସେମାନେ ପୁଣ୍ୟ ବା ଆଶୀର୍ବାଦକୁ ସେମାନେ ଯୋଉଟା ବ୍ଲେସିଂସକୁ କମାଣି କଲେ, ଯଦ୍ୱାରା କି ସେମାନଙ୍କର ଆଗାମୀ ଦିନରେ ଯେତିକି ଖର୍ଚ୍ଚ କରିଛନ୍ତି ତାଠୁ 10 ଗୁଣା ଅଧିକା ତାଙ୍କ ପାଖକୁ ଆସିପାରିବ। ଆମେ ସାରା ଜୀବନ ଟଙ୍କା ଅର୍ଜନ କରିବା, କମେଇବା, ମେହନତ କରିବା, କିନ୍ତୁ ଆମର ଯାହା ବି ଉପାର୍ଜନ ଅଛି ସେଥିରୁ କିଛି ଯଦି ଆମେ ଦାନ ଧର୍ମରେ ଲଗେଇ ଦଉଛେ, ତାହେଲେ ଆମର ସେଇ ଉପରବାଲାଙ୍କ ଖାତାରେ ଆମର ପୁଣ୍ୟର ବା ଧର୍ମର ସଞ୍ଚିତ ହିସାବ କିତାବ ତାଙ୍କ ପାଖରେ ରହିବ, ଯୋଉଟା କି ଆଗାମୀ ଦିନରେ ଆମକୁ ଅଚାନକ ଭାବରେ ଆମର ସକାରାତ୍ମକ ପରିବର୍ତ୍ତନ ଆସିପାରିବ। ଛୋଟ ଜିନିଷକୁ ତର୍ଜମା କରିକି ମୁଁ ଏଇ ସିଦ୍ଧାନ୍ତରେ ଉପନୀତ ହେଲି ଯେ ଯୋଉମାନେ ବି ଆଜିକା ଡେଟରେ ସଫଳତାର ଶୀର୍ଷରେ ଅଛନ୍ତି, ସେମାନେ ଯେତିକି ବି ଉପାର୍ଜନ କରନ୍ତି ସେଥିରୁ କିଛି ଅଂଶ ସେମାନେ ଦାନ ଧର୍ମ ପୁଣ୍ୟ କାର୍ଯ୍ୟରେ ହିଁ ସେମାନେ ଲଗାନ୍ତି, ଯଦ୍ୱାରା କି ତାଙ୍କୁ ସେମାନେ ଯେତେ ଖର୍ଚ୍ଚ କରନ୍ତି ତାଙ୍କ ପାଖକୁ 10 ଗୁଣା ମାଲ୍ଟିପୁଲ ହେଇକି ଆସିଥାଏ। ସମସ୍ତଙ୍କୁ ଏଇ ଜିନିଷ ଜଣାଅଛି, କିନ୍ତୁ କେବେ ଏତିକିକୁ ଧ୍ୟାନ ଦିଅନ୍ତି ନାହିଁ। ଆପଣ ଦେଖୁନାହାନ୍ତି କାହିଁକି ଲୋକମାନେ ଯୋଉ ମ୍ୟାରେଜ ପାର୍ଟିରେ ଏତେ ସାରା ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି? କୋଉଠି ତ ଛୋଟ ମୋଟ ମନ୍ଦିରରେ ବାହାଘର କରିକି ସେ ଟଙ୍କା ସଞ୍ଚିତ ରଖିଥାନ୍ତେ, କାହିଁକି? ସେ ମୌକାରେ କିଛି ଲୋକଙ୍କୁ ଖାଇବା, ବସ୍ତ୍ର ଦାନ କରିବା, ବିଭିନ୍ନ ପ୍ରକାର ଦାନ ପୁଣ୍ୟ ଅର୍ଜନ କରିଥାନ୍ତି, କାହିଁକି ନା ସେଥିରେ ସେମାନେ ବ୍ଲେସିଂସ୍ କମେଇଥାନ୍ତି। ଛୋଟ ଛୋଟ ଜିନିଷକୁ ଖୋଜି ଖୋଜି ଯଦି ଆମେ ଧ୍ୟାନ ଦେଇକି ଯଦି ଆମେ ଅନ୍ୟ ପାଖରୁ ବ୍ଲେସିଂସ୍ କମେଇ ପାରିବା, ଆମେ ଯେମିତି ଚାହୁଁଛେ, ଆମ ପାଖକୁ ଯୋଉ ରେଟରେ ଆସୁ ବୋଲି ଚାହୁଁଛେ ତାଠୁ ବି ଅଧିକ ମାଲ୍ଟିପୁଲ ହେଇକି ଆମ ପାଖକୁ ଆସିବ। ଆମେ ଯେତେ ଚାହିଁବା ଖର୍ଚ୍ଚ କରିବା ପାଇଁ, ଆମ ପାଖକୁ ସେତେ ୟୁନିଭର୍ସ ମାଲ୍ଟିପୁଲ କରିକି ଦେବେ। ଦେଖିବେ କିଛି କିଛି ଦୋକାନକୁ ଆପଣ ମାନେ ମାର୍କ ରଖିଥିବେ, ଗୋଟେ ଗୋଟେ ଦୋକାନରେ ଡାକିକି ଲୋକଙ୍କୁ ଡାକି ଡାକି ନଉଥିବେ, ଲୋକ ସେଠି ରାଜି ହଉନଥିବେ, କିନ୍ତୁ ପାଖ ଦୋକାନରେ ନ ଡାକିଲେ ମଧ୍ୟ କଷ୍ଟମର ମାନେ ଯାଇଥାନ୍ତି। କାହିଁକି ଯାଇଥାନ୍ତି? କାହିଁକି ନା ତାଙ୍କର ଶୁକ୍ର ଗ୍ରହ ବା ନକ୍ଷତ୍ର, ତାଙ୍କର ଗ୍ରହ ନକ୍ଷତ୍ର ଉପରେ ସେମାନେ ଗୁରୁତ୍ୱ ଦେଇଥାନ୍ତି ଏବଂ ବହୁତ ଷ୍ଟ୍ରଙ୍ଗ ଥାନ୍ତି। ତେଣୁ ଆମେ ଯଦି ଆମର ଶୁକ୍ର ଗ୍ରହକୁ ଆମ ଇଏରେ ଯଦି ଆମେ ଷ୍ଟ୍ରଙ୍ଗ କରିବା ପାଇଁ ଚାହୁଁଛେ, ତାହେଲେ ଆମେ ଅନ୍ୟମାନଙ୍କର ସେବା କରିକି, ଦାନ କରିକି, ଧର୍ମ କରିକି ହିଁ ଆମେ ନିଜର ଯୋଉ ସରାଉଣ୍ଡିଂଟାକୁ ଆମେ ଷ୍ଟ୍ରଙ୍ଗ କରିପାରିବା ବା ଅଚାନକ ଭାବରେ ଆମର ଜୀବନର ପରିବର୍ତ୍ତନ ଆଣିପାରିବା। ତେଣୁ ଯଦି ଆପଣମାନେ କିଛି ବି ଆପଣମାନଙ୍କୁ ସେବା କାର୍ଯ୍ୟ କରିବା ପାଇଁ ମିଳୁଛି, ଦେଖିବେ ଏଇ ଯୋଉ ଶ୍ରାବଣ ମାସ ଆମର ଚାଲିଛି, ଯୋଉ କେତେ ସାରା ଭଲ ମାନେ ଯାଉଛନ୍ତି, ତାଙ୍କୁ କାହିଁକି ଲୋକମାନେ ତାଙ୍କର ବିଭିନ୍ନ ପ୍ରକାର ଯୋଉ ତାଙ୍କ ପାଇଁ ସେବା କାର୍ଯ୍ୟ ଦଉଛନ୍ତି, ରାସ୍ତାରେ ରାସ୍ତାରେ ଠିଆ ହେଇ ତାଙ୍କୁ କାହିଁକି ସେବା କାର୍ଯ୍ୟ ପ୍ରଦାନ କରୁଛନ୍ତି? କାହିଁକି ନା ସେମାନେ ବ୍ଲେସିଂସ୍ କମେଇବେ। ତେଣୁ ଯେତେବେଳେ ବି ମୌକା ମିଳୁଛି, ଆପଣ ଯଦି ବି ଏତେ ସାରା ଆପଣଙ୍କୁ ମିଳୁନାହିଁ, ସେବା କାର୍ଯ୍ୟ କରିବା ପାଇଁ ସମୟ ମିଳୁନି,
कि आपको सुजोग मिलूनी आपको जो कार्य भी मिलूची घरे किंबा आपण जोठी जॉब करछंती किंबा जो आपण जोठी भी जहाँ भी करूछंती जो क्षेत्र रे भी आपको जदि छोट छोट सेवा करिवार सुजोग मिलूची केतेबेले भी आपण निज मन भितरे एते करूची बोली केतेबेले भी मनरे से भावना आणतुनी जदि किसी भी आपको सुजोग मिलूची ताले हसी हसी आपण मन को खुशी करिकी से सेवा कार्य को करि नियंतु निज भितरे पूरा खुशी भावना को जागृत करिकी शांतिर भावना को जागृत करिकी आपण से सेवा कार्य को संपादित कर दियंतु काहे ना आपणकर सेतिकी सामर्थ्य अछि बोली यूनिवर्स आपण को दायित्ववान बा दायित्व आपण तुलै पारियो बोली यूनिवर्स आपण को प्रदान करिसंती तेणु ए छोट छोट मौका केतेबेले भी आपण हाथ छड़ा करंतु नाही घरे भी मिलुची छोट छोट कार्य करिया पई केतेबेले भी मन भितरे आपण जो बेले बेले आमे जो दिन टिके अधिक कार्य करिया पई हम ऊपर भार पड़ी जाय सेतेबेले आमे टिके मन भितरे टिके द्विधा आनी थाउ एते कार्य भार केही सपोर्ट करूनांती किछि जो प्रकार जेमिति की भावना आसुची आपण बुझी पारुतबे मु पूरा सरल भाषा रे कहूची तो सेही क्षेत्र रे आपण मनोवृत्ति को परिवर्तन कर दियंतु मन भितरे खुशी आनी कि भगवान करो मते दान बोली भाबिकी आपण करि नियंतु सेवा कार्य करिले ब्लेसिंग्स कमई हुए आपण जदि ब्लेसिंग्स कमईबे जदि शक्ति कमई नेले आजिका डेट रे प्रत्येक घरे जणे जणे शक्ति कमईबार लोक निहाती रहिबा दरकार काहे ना आपण माने रास्ता घाट रे जो मात्रा रे सुविधा असुविधा होउची आपण माने प्राय तो मु नेगेटिव वर्ड कहया पई पसंद करूनी तथापि सॉरी नेगेटिव डिलीट नेगेटिव डिलीट नेगेटिव डिलीट जो आपण माने देखुछंती तेणु आजिका डेट रे निहाती भाबरे आपण माने प्रत्येक घरे घरे चेष्टा करंतु जणे जणे शक्ति कमेइबा पई ब्लेसिंग्स कमेइबा पई काहे कि ना सेही जिंस ही हमरो सुरक्षा कवच हेकी आम चतुर्पार्श्व रे थाई आमको कौनसी भी असुविधा छुई पारिबो नाही तेणु आपण माने सेते बेले जेते चाहिबे सेते खर्च करि पारिबे आपण मानकर इच्छा अनुसार सेते आसी पारिबो जेते बेले आपण एई दुईटा जिनिस को गुरुत्व देबे जीवन रे धर्म कर्म करिवा पई आपण केबे पछगुंचा देबे नाही एवं सेवा कार्य रे केते बेले भी मन को कमी रखिबे नाही मन खुशी रे सेवा कार्य आपण दायित्व तुलै पारुछंती आपनको भितरे सेमिति सेतिकी सामर्थ्य अछि आपण सेतिकी सामर्थ्यवान सो आपनको भगवान से सुजोग दैछंती भाबिकी सबु किछि करि दियंतु देखिबे आपनकर जीवन सुंदर भाव रे परिवर्तन हेई पारिबो जदि आपनको मन भितरे काहा प्रति किछि भी द्विधा रहि जाईछि किछि भी मन रे किंतु रहि जाईछि से लोक आपनको आगको बढ़िबारे तांकर बिहेव आपनको कष्ट दउछि आपण आगको बढ़ी पारु नांती आपण छाड़ी दियंतु तांको तांको हिसाब रे तांको चलेबा को दियंतु काहे कि ना भगवान किछि आपनको नुआ करी किछि परिवर्तन करिवार सुजोग दउछंती जो जिनस रे आपनकर प्रतिबंधक आसुछि आपण तांको क्षमा कर दियंतु जेते भी आपनको प्रति अन्याय हेई थाउ ना काहे कि किंतु करिकी मन भितरे रखिबे नाही काहे कि ना सेही जिनस भी आपनको आगको बढ़िबारे आपनको प्रतिबंधक साजिबो तेणु समस्त को क्षमा कर दियंतु आउ आपण माने तो बहुत सारा रिमेडी करूछंती रिचुअल्स करूछंती सेति मध्य रो आपण विजुअलाइजेशन रो प्रक्रिया मध्य करूछंती तो आपण सेते बेले परफेक्ट विजुअलाइजेशन करि पारिबे परफेक्ट वीडियोटा को निजे देखि पारिबे केते बेले देखि पारिबे ना जेते बेले आपनकर आत्म संतोष थिबो मनरु खुशी थिबो मनरे काहा प्रति किछि द्विधा नथिबो काहा पई किछि कष्ट मनरे नथिबो कोनोसी घटना किबा सिचुएशन आपनको किछि कष्ट दउ नथिबो सेतिकी बेले ही आपण पूरा परफेक्टली आपण विजुअलाइजेशन करि पारिबे जेते आपण परफेक्टली आपण निजर लक्ष्य को नेकी विजुअलाइजेशन कर देबे ताहा आपनकर रियलिटी रे परिणत होबा पई लागि जिवो तेणु आपण काहा प्रति मन भितरे द्विधा रखिकी किंतु रखिकी सेठी
ଅଟକି ଯାଆନ୍ତୁ ନାହିଁ, ଆଗକୁ ବଢି ଚାଲନ୍ତୁ, ତାଙ୍କୁ ଛାଡ଼ି ଦିଅନ୍ତୁ। ଆପଣ କ୍ଷମା ଦେଇ ଦିଅନ୍ତୁ, କ୍ଷମା ପ୍ରଦାନ କରିଦିଅନ୍ତୁ, ସବୁତକ ଦୋଷ ନିଜ ଆଡକୁ ନେଇ ଆସନ୍ତୁ। ଭଗବାନ ଆତ୍ମସନ୍ତୋଷ ହେବେ। ଭଗବାନ ନିଜେ କହିବେ କି ଯୋଉଟା କରିବା କଥା ପ୍ରକୃତରେ ଆଜି ତମେ କରିଛ, ତେଣୁ ଭଗବାନ ଖୁସି ହେଇ ଆପଣ ଯୋଉଟା ଚାହିଁବେ ଆପଣଙ୍କୁ ସେଇଟା ହିଁ ମିଳିବ। ସୋ ଥ୍ୟାଙ୍କ ୟୁ ସୋ ମଚ୍, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ସୋ ମଚ୍। ଭିଡ଼ିଓ ଭଲ ଲାଗିଲେ ଆପଣମାନଙ୍କର ବହୁମୂଲ୍ୟ ମତାମତ ରଖିବେ। ଥ୍ୟାଙ୍କ ୟୁ।